ଯେତେବେଳେ ୟୁପିଭିସି ପିଭିସି ମେଟେରିଆଲର ଝରକା ଓ କବାଟର ଚାହିଦା ଆସିଲା, ଏସବୁ ସାମଗ୍ରୀର କୌଣସି ପ୍ରଡକ୍ସନ କମ୍ପାନୀ ନଥିଲା। ବାହାର ରାଜ୍ୟରୁ ଏହି ସବୁ ଜିନିଷ ଆସୁଥିଲା। ତାହା ପୁଣି ଅଗ୍ରିମ ଅର୍ଡର ଦେବାର 1 ମାସ ପରେ ଆମ ରାଜ୍ୟରେ ପହଞ୍ଚୁଥିଲା। ସେହି ସମୟରେ ମେକାନିକାଲ ଇଞ୍ଜିନିୟର ଜିତେନ୍ଦ୍ର କୁମାର ସାହୁ ଚେନ୍ନାଇର ଏକ ୟୁପିଭିସି କମ୍ପାନୀରେ ଇଞ୍ଜିନିୟର ଭାବରେ କାମ କରୁଥିଲେ। ସେଠାରେ ଓଡ଼ିଶା ଲୋକ ଯାଇ କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ଅନୁଭବ କରିଥିଲେ। ନିଜେ ନିଜ ରାଜ୍ୟବାସୀଙ୍କୁ ଏହି ସୁବିଧା ଯୋଗାଇବାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ। ପ୍ରଥମେ ସେଠାରେ ଏହିସବୁ ସାମଗ୍ରୀର ପ୍ରସ୍ତୁତି ଶିଖିଲେ। 2014 ମସିହାରେ ଭୁବନେଶ୍ୱରରେ ଗୋଟିଏ ଛୋଟ ୟୁନିଟ୍ ସ୍ମାର୍ଟ ୱିଣ୍ଡୋ ସିଷ୍ଟମ ନାମରେ ଆରମ୍ଭ କଲେ। ଏହିଠାରେ ସ୍ଥାନୀୟ ପିଲାମାନଙ୍କୁ ତାଲିମ ପ୍ରଦାନ କଲେ। ବର୍ତ୍ତମାନ ସେ ଓଡ଼ିଶାରେ ତିଆରି ହୋଇଥିବା ସାମଗ୍ରୀ ସବୁ ଆମ ରାଜ୍ୟ ସହିତ ପଡ଼ୋଶୀ ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ରପ୍ତାନି କରୁଛନ୍ତି। ବର୍ତ୍ତମାନ ସ୍ମାର୍ଟ ୱିଣ୍ଡୋ ସିଷ୍ଟମ ଏକ ଜଣାଶୁଣା ବ୍ରାଣ୍ଡରେ ପରିଣତ ହୋଇଛି। ପ୍ରଥମରୁ କେବଳ ୟୁପିଭିସି ମେଟେରିଆଲର ଝରକା ଓ ଦୁଆର ବନ୍ଧ ଉତ୍ପାଦନ କରୁଥିବା ଉଦ୍ୟୋଗ ବର୍ତ୍ତମାନ ୟୁପିଭିସି, ପିଭିସି ଓ ଷ୍ଟିଲର ସମସ୍ତ ପ୍ରକାର ସାମଗ୍ରୀକୁ ଉତ୍ପାଦନ କରିଚାଲିଛନ୍ତି। ଏହି କମ୍ପାନୀ ୟୁପିଭିସି ମେଟେରିଆଲ ଉପରେ 20 ବର୍ଷ ୱାରେଣ୍ଟି ସହ 2 ବର୍ଷ ମାଗଣା ସେବା ଯୋଗାଉଛି। କେବଳ ଭୁବନେଶ୍ୱରରେ 350ରୁ ଅଧିକ ଡୁପ୍ଲେକ୍ସ, 1200ରୁ ଅଧିକ ଫ୍ଲାଟ୍, 950ରୁ ଅଧିକ ବ୍ୟକ୍ତିଗତ ଘରେ ଏହି କମ୍ପାନୀର ଉତ୍ପାଦ ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ବର୍ତ୍ତମାନର ତାଙ୍କର ଏହି ଉଦ୍ୟମ ଆଜି ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ ବନାଇ ଦେଇଛି, ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ। ସର୍ବପ୍ରଥମ